ଯୁଗ ସାହିତ୍ୟ ଧନର ସଦୁପଯୋଗ। ରଚନା ବେଦମୂର୍ତ୍ତି ତପୋନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ। ଓଁ ଭୂର୍ଭୁବସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଗାୟତ୍ରୀର ତୃତୀୟ ଅକ୍ଷର ବି ଆମକୁ ଧନର ସଦୁପଯୋଗ ନିମିତ୍ତ ଶିକ୍ଷା ପ୍ରଦାନ କରିଥାଏ। ବିତ ସତ୍ୟତୁ କର୍ତ୍ତବ୍ୟା ଉଚିତ ଭାବପୂର୍ତ୍ତୟଃ ନ ତୁ ସତ୍ୟାନ୍କର୍ଯ୍ୟଂ ଦୌପଧତ୍ୟ ପ୍ରଦର୍ଶନମ୍। ଅର୍ଥାତ୍ ଧନ ଉଚିତ ଅଭାବର ପୂରଣ ପାଇଁ ଉଦ୍ଦିଷ୍ଟ ଅଟେ। ଏହାଦ୍ୱାରା ଅହଙ୍କାର ତଥା ଅନୁଚିତ କାର୍ଯ୍ୟ କରିବା ଅନୁଚିତ। ନିଜର ତଥା ଅନ୍ୟମାନଙ୍କର ଅଭାବ ପୂରଣ ପାଇଁ ଧନ ଉପାର୍ଜନ କରିବା ଉଚିତ। ଶରୀର ମନ ବୁଦ୍ଧି ଏବଂ ଆତ୍ମାର ବିକାଶ ପାଇଁ ତଥା ସାଂସାରିକ ଉତ୍ତରଦାୟିତ୍ୱର ପୂର୍ତ୍ତି ପାଇଁ ଧନର ଆବଶ୍ୟକତା ପଡ଼ିଥାଏ। ଧନ ଉପାର୍ଜନ ନିମନ୍ତେ ମନୁଷ୍ୟର ଶାରୀରିକ ଏବଂ ମାନସିକ ଶ୍ରମ ପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଉଚିତ। ଏଥିରେ ଅନ୍ୟ କାହାରି ଅଧିକାରର ଅପହରଣ କରାଯିବା ଉଚିତ ନୁହେଁ। ସେଥିପାଇଁ କୌଣସି ଚୋରି ଛଳ ପ୍ରପଞ୍ଚ ଅନ୍ୟାୟ ଚାପ ଆଦିର ପ୍ରୟୋଗ କରିବା ଅନୁଚିତ। ଉଚିତ ଉପାୟରେ ଧନ ଉପାର୍ଜନ କରିବା ଦ୍ୱାରା ମନୁଷ୍ୟର ପ୍ରକୃତ ଉନ୍ନତି ସମ୍ଭବ ହୁଏ। ଯେପରି ଧନ ଉପାର୍ଜନରେ ଔଚିତ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଠିକ୍ ସେହିପରି ତାକୁ ଖର୍ଚ୍ଚ କରିବାରେ ମଧ୍ୟ ସତର୍କତା ଅବଲମ୍ବନ କରାଯିବା ଉଚିତ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।